ମାଙ୍କଡ଼ ଦିଆସି ଏକ ସମୀକ୍ଷା ଜୀବନର ଖଣ୍ଡାଂଶର ବା ଏକାଂଶର କଳାତ୍ମକ ବା ସୌନ୍ଦର୍ଯ୍ୟାତ୍ମକ ଚିତ୍ରଣର ନାମ କ୍ଷୁଦ୍ର ଗଳ୍ପ। ମନୁଷ୍ୟ ଜୀବନର ବ୍ୟାପ୍ତିର ଚିତ୍ର ଗଳ୍ପ କଦାପି ଦେଇନଥାଏ। ସମୀକ୍ଷକେ କହିଥିବାର ଶୁଣାଯାଇଥାଏ କି କ୍ଷୁଦ୍ର ଗଳ୍ପ ହେଉଛି ବିଜୁଳିର ଚମକ ଭଳି ଚକ୍ କରି ଯାହା ହୃଦୟ ଆକାଶରେ ମାରିଦେଇ ସହସା ଚାଲିଯାଇଥାଏ। ସେଥିରୁ ପାଠକ ଶ୍ରୋତା ଯାହା ବୁଝିବାର ବୁଝୁ। ସ୍ୱଳ୍ପତାର ପରିପ୍ରକାଶକ ହେଲେ ବି ଗଳ୍ପରେ ଜୀବନର ବାର୍ତ୍ତା ବା ସନ୍ଦେଶ ରହିଥାଏ। କାରଣ ସାହିତ୍ୟର ଉଦ୍ଦେଶ୍ୟ ହେଲା ଜୀବନର ବୟାନ। ତାହା ସ୍ୱଳ୍ପତାରେ ଥାଉ ଅବା ଅଧିକରେ ଥାଉ। ସାହିତ୍ୟର ପ୍ରକାରଭେଦ ଗଠନ ପ୍ରଣାଳୀ ଅଲଗା ଅଲଗା, ତାହା ଅଭିନ୍ନ ନୁହେଁ, ଭିନ୍ନ ଭିନ୍ନ ଅଟେ। ସ୍ୱଳ୍ପତା ଏବଂ ଅଧିକମୟତା ହେଉଛି ଏତାଦୃଶ ଭିନ୍ନତା। ଉପନ୍ୟାସରେ ମଣିଷ ଜୀବନର ଅଧିକମୟତା ଥାଏ, ଗଳ୍ପରେ ସ୍ୱଳ୍ପତା ଥାଏ। ତେବେ ଗଳ୍ପ ପାଠକ ଜୀବନରେ ଖୁବ୍ ପ୍ରଭାବଶାଳୀ, ପ୍ରଭାବ ବିସ୍ତାରକ। ଯେହେତୁ ଗଳ୍ପକୁ ବହୁଳ ସଂଖ୍ୟାରେ ପାଠକ ପଢ଼ନ୍ତି, ଯତ୍ର ତତ୍ର ଗଳ୍ପ ପୃଷ୍ଠାର ଆକୃତି ମଣ୍ଡନ କରେ। ତା ଛଡ଼ା ଦୀର୍ଘ ଆକୃତିର ସାହିତ୍ୟ ଗ୍ରନ୍ଥ ସହଜରେ ଗୋଟିଏ ସମୟରେ ପଢ଼ାଯାଇ ପାରିନଥାଏ। ଏହା ପଢ଼ିବାକୁ କିଛି ଅଧିକ ସମୟ ଦରକାର କରେ। ଉପନ୍ୟାସ ପଢ଼ିବା ସମୟ ସାପେକ୍ଷ ଉପନ୍ୟାସର ଆକୃତିଗତ ଦୀର୍ଘତା ହେତୁ। ସେହି କ୍ଷେତ୍ରରେ ଗଳ୍ପ ଅତି ଅଳ୍ପ ସମୟରେ ପାଠକର ମନୋଯୋଗ ଥିଲେ ସହଜରେ ପଢ଼ାଯାଇପାରିବ। ଉପନ୍ୟାସକୁ ସ୍ୱଳ୍ପରେ ମନେ ରଖାଯାଇଥାଏ, ହେଲେ ଗଳ୍ପକୁ ପୁଙ୍ଖାନୁପୁଙ୍ଖ ବା ସବିଶେଷ ମନେ ରଖାଯାଇପାରିବ ଗଳ୍ପର ଆକୃତିଗତ ସ୍ୱଳ୍ପତା ପାଇଁ। ସୁତରାଂ ଗଳ୍ପ ସେଥିପାଇଁ ପାଠକର ପ୍ରିୟତମ ବୋଲି ମତାମତ ପ୍ରାପ୍ତ ହୋଇସାରିଛି। ଉପନ୍ୟାସ ପଢ଼ିବାରେ ମନକୁ ସର୍ବଦା ସହଜରେ ଆଗ୍ରହରେ ଲଗାଇ ହୋଇ ନଥାଏ। ଆକୃତିଗତ ବ୍ୟାପକତା ଦୀର୍ଘତାକୁ ଡରିଯାଇ ଉପନ୍ୟାସ ପଢ଼ିବାକୁ ଆଗ୍ରହୀ ବ୍ୟକ୍ତି ପାଠକ ଉପନ୍ୟାସ ସପକ୍ଷରେ ମନ୍ତବ୍ୟ ଦେବାକୁ ଯାଇ କହିଥାନ୍ତି, ଆଜିକାଲିର ସମୟକୁ ଦେଖି ଦୀର୍ଘ ଆକୃତିର ଉପନ୍ୟାସ ଲେଖାଯାଉନାହିଁ। ହେଲେ ସତ କହିବାକୁ ଗଲେ ଗଳ୍ପ ତୁଳନାରେ ଦେଖିବାକୁ ଗଲେ ଉପନ୍ୟାସ ଆକାରରେ ତ ଛୋଟ ନୁହେଁ। ଉପନ୍ୟାସର ସ୍ଥିତି ଗଳ୍ପର ସ୍ଥିତି ଭଳି ସ୍ୱତନ୍ତ୍ର ଏକା କଦାପି ନୁହେଁ। ମାନବେତର ଚରିତ୍ରକୁ ନେଇ ଗଳ୍ପ ରଚନାର ଧାରା, ପ୍ରଣାଳୀ, ପ୍ରକ୍ରିୟା କୋଉ ପ୍ରାଚୀନ ରଚିତ କାଳରୁ ଲେଖକ ମନରେ ରହି ଆସିଛି। ମାନବ ତଳସ୍ତରର ଇତର ପଶୁପକ୍ଷୀ ପ୍ରାଣୀବିଶେଷ ମାନ ଆଜିର ଅର୍ବାଚୀନ ଅଭିନବ ସର୍ଜନା କଦାପି ନୁହେଁ। ମଣିଷ ତଳସ୍ତରର ପଶୁପକ୍ଷୀ ପ୍ରାଣୀବିଶେଷମାନେ ଯେହେତୁ ମଣିଷ ସହିତ ରହିଥିବା ପରିବେଶରେ ଏକତ୍ର ଏବଂ ବିଚ୍ଛିନ୍ନ ରୀତିରେ ଜୀବନ ବିତାଇ ରହି ଆସିଛନ୍ତି, ସୁତରାଂ ଏମାନେ ସାହିତ୍ୟ ରଚନାର ଧାରାରେ ଆସିବା ଆଶ୍ଚର୍ଯ୍ୟଜନକ ବିଚିତ୍ର ଆଦୌ ନୁହେଁ। କାରଣ ଏମାନେ ବି ଜୀବନଧାରୀ, ପୋଷା ଓ ଗୃହପାଳିତ ହୋଇ ଏଇ ପଶୁପକ୍ଷୀମାନେ ମଣିଷ ସହିତ ଏକତ୍ର ରହି ଆସିଛନ୍ତି କୋଉ ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବା ଏଯାବତ୍ ସମୟ ପର୍ଯ୍ୟନ୍ତ। ଅଗତ୍ୟା ଏମାନେ ସାହିତ୍ୟର ମହତ୍ ରଚନାର ବାତାବରଣ ମଧ୍ୟକୁ ଆସିଯିବା ନିହାତି ସାଧାରଣ। କାରଣ ମଣିଷ ସହିତ ଏମାନେ ରହି ଆସୁଛନ୍ତି, ଏମାନଙ୍କର ଜୀବନରେ ବଞ୍ଚିବା ଅଛି, କାର୍ଯ୍ୟକଳାପ ମନକୁ ନେଇ ଚାଳିତ ଅଛି। ଅଗତ୍ୟା ଏମାନଙ୍କୁ ଚରିତ୍ର କରି ସାହିତ୍ୟ ସୃଷ୍ଟି କରିବାରେ ବାଧା ରହିଲା କୋଉଠି? ସବୁ ଦେଶର ସବୁ ଭାଷାର ସାହିତ୍ୟରେ ମଣିଷ ସହିତ ଇତର ପଶୁପକ୍ଷୀ ବିଶେଷ କବିତାରେ, ଗଳ୍ପରେ, ଏପରିକି ଉପନ୍ୟାସରେ, ନାଟକରେ ଚରିତ୍ର ବିବିଧ ହୋଇ ରହି ଆସିଛନ୍ତି। ଆମ ଭାରତୀୟ ସାହିତ୍ୟ ଚଳଚ୍ଚିତ୍ର ଜଗତରେ ସାପ, ବେଙ୍ଗ, ମାଙ୍କଡ଼, ଭାଲୁ, ବାଘ, ଛେଳି, ପକ୍ଷୀ ଆଦି ଇତର ମାନବୀୟ ତଳସ୍ତରର ଜୀବସତ୍ତା ଚରିତ୍ର ତଥା ଏହାର ଆଚରଣ
ହୋଇ ପଠିତ ପ୍ରଦର୍ଶିତ ହୋଇଛନ୍ତି। ନାଗିନ, ଫାଇଭ ରାଇଫଲ୍ସ, ଚିନ୍ତାମଣି ବେହେରାଙ୍କର ପେଚା, ବେଙ୍ଗ, ବଣି, ବୁଢ଼ିଆଣୀ କବିତାରେ ହିନ୍ଦୀ ସିନେମାରେ ଚରିତ୍ର ଅଛନ୍ତି। ନାଗିନ ସିନେମାରେ ସାପ, ଫାଇଭ ରାଇଫଲ୍ସ ସିନେମାରେ ମାଙ୍କଡ଼, ବାଜପକ୍ଷୀ, ଅଚ୍ୟୁତାନନ୍ଦ ପତିଙ୍କର ଝାନ୍ସୀ ନାମକ ଗଳ୍ପରେ ଭାଲୁ, ମହାପାତ୍ର ନୀଳମଣି ସାହୁଙ୍କର ବିହଙ୍ଗ ବିପ୍ଳବ ଗଳ୍ପରେ ଭାଲୁ, ମାଙ୍କଡ଼, ହଳଦୀ ବସନ୍ତ ପକ୍ଷୀ ଚରିତ୍ର ହୋଇଛନ୍ତି। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ମାଂସର ବିଳାପ ଗଳ୍ପରେ କୁକୁର ଓ ହରିଣ, ମନୋଜ ଦାସଙ୍କର ବ୍ୟାଘ୍ରାରୋହଣ ଗଳ୍ପରେ ବାଘ, ମହାପାତ୍ର ନୀଳମଣି ସାହୁଙ୍କର ବାଘର ବିଳାପରେ ତାନ୍ତ୍ରିକ ଗୁଣିଆ ଧରମକୁଣ୍ଡୁର ବାଘରେ ପରିଣତି, ଅଚ୍ୟୁତାନନ୍ଦ ପତିଙ୍କର ଅଶୁଭ ପୁତ୍ରର କାହାଣୀରେ ପେଚା, ଗୋଟିଏ ଘରଚଟିଆର କଥାରେ ଘରଚଟିଆ, ଇଂରାଜୀ ଗଳ୍ପ ଖ୍ୱାଜା ଅହମଦ ଅବ୍ବାସଙ୍କର ସ୍ପେରୋ ଗଳ୍ପ, ଏମିତି ଅନେକଙ୍କୁ ମନେ ପକାଇ ଉଦାହରଣ ଦିଆଯାଇପାରିବ। ସୁତରାଂ ବର୍ଣ୍ଣନାରୁ ପ୍ରତିପନ୍ନ ହୁଏ କି ସାହିତ୍ୟରେ ମାନବେତର ଚରିତ୍ର ଅଛନ୍ତି। ମାଙ୍କଡ଼ ଦିଆସୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପିତୃଗୁଣେ ପୂତା ସାହିତ୍ୟିକ ହିଡ଼ମାଟି, ଭଙ୍ଗାହାଡ଼, ଜିଅନ୍ତା ମଣିଷ ନାମକ ଉପନ୍ୟାସର ରଚୟିତା, ପୁଣି 11ଟା, କ୍ଷଣିକା, ଧଳାଗାର, କଳାଗାର ନାମକ ଗଳ୍ପ ପୁସ୍ତକର ସ୍ରଷ୍ଟା ଏବଂ ପତ୍ର ଓ ପ୍ରତିମା ନାମକ ରମ୍ୟ ରଚନା ବା ଲଳିତ ନିବନ୍ଧର ରଚୟିତା, ନିତ୍ୟାନନ୍ଦ ମହାପାତ୍ର ଯିଏକି ଡଗର ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ, ତାଙ୍କରି ସର୍ଜିତ କରୁଣ ରସାତ୍ମକ ମାଙ୍କଡ଼ ଚରିତ୍ର ସହିତ ଲତା ମିଆଁ ନାମକ ଜୈତୁନ ନାମ୍ନୀ ଦୁଶ୍ଚରିତ୍ରା ବିବିର ଜୀବନର ମିଳିତ ଚିତ୍ର ଖଣ୍ଡାଂଶର କଳାତ୍ମକ ଗଳ୍ପ ରୂପାୟନ। ଗଳ୍ପଟି ମୋର ଜାଣିବାରେ ଶ୍ରେଣୀକକ୍ଷରେ ପାଠ୍ୟରେ ପାଠ ହୋଇ ପଢ଼ାଯାଇ ନାହିଁ ସିନା, ଏହାର ରାଚନିକ ଗୁରୁତ୍ୱ ପାଠକୀୟ ପ୍ରୀତିକୁ ମନରେ ଆନୟନ କରି ଆଣି ଗଳ୍ପ ସଂକଳନମାନଙ୍କରେ ଅନେକ ବାର ସ୍ଥାନିତ ହୋଇଛି। କାରଣ ହେଲା ଗଳ୍ପଟି ରଚନା ଦିଗରୁ କରୁଣରସ ପ୍ରଧାନ ନିର୍ଗତ ଦୃଷ୍ଟିରୁ ନିତ୍ୟାନନ୍ଦ ମହାପାତ୍ରଙ୍କର ଅନ୍ୟତମ ଅନନ୍ୟ ସୃଷ୍ଟି ଅଟେ। ଓଡ଼ିଶା ସାହିତ୍ୟ ଏକାଡେମୀ ଏକଦା ପ୍ରକାଶିତ କରାଇଥିବା ଶ୍ରେଷ୍ଠ ଗଳ୍ପ ସଂକଳନରେ ଏବଂ ବାଣୀବିହାର ତଥା ବିଶ୍ୱଭାରତୀ ଶାନ୍ତିନିକେତନରେ ଓଡ଼ିଆ ପ୍ରଫେସର ଏକଦା ଥିବା ଡକ୍ଟର ବୈଷ୍ଣବ ଚରଣ ସାମଲ ତାଙ୍କର ବୁକ୍ସ ଆଣ୍ଡ ବୁକ୍ସ ପ୍ରକାଶିତ ସଂସ୍ଥା ଦ୍ୱାରା କାହାଣୀ ଆମ ସମୟର ନାମକ ସମ୍ପାଦିତ ଗଳ୍ପ ସଂକଳନ ପୁସ୍ତକରେ ଏବଂ କଥା ନାମକ ପତ୍ରିକାରେ ଗଳ୍ପଟି ଏକାଦିକ୍ରମେ 3 ଥର ସ୍ଥାନିତ ହୋଇ ରହିଥିବାର ମୁଁ ନିଜ ଆଖିରେ ଦେଖିଅଛି। ଏଥିରୁ ସ୍ପଷ୍ଟ ଜଣାଯାଇଥାଏ କି ଗଳ୍ପର ପାଠକୀୟ ଚାହିଦା ତାକୁ ଭଲ ପାଇବାର ହେତୁ ବି ଜଟିକ। ଇଂରାଜୀ କବି ସେଲି କହିଛନ୍ତି, ଆୱାର ସୁଇଟେଷ୍ଟ ସଙ୍ଗସ୍ ଆର୍ ଦୋଜ୍ ଦ୍ୟାଟ୍ ଟେଲ୍ସ ସ୍ୟାଡେଷ୍ଟ ଥଟ୍ସ, ଅର୍ଥାତ୍ ଆମର ସେହି ସଙ୍ଗୀତ ଗୁଡ଼ିକ ମହାନ ଯିଏକି ଆମକୁ ଦୁଃଖରେ ଅଭିଭୂତ ବା ଆଶ୍ଚର୍ଯ୍ୟଚକିତ କରାନ୍ତି। ଗଳ୍ପ ମଧ୍ୟ ଜୀବନର ବର୍ଣ୍ଣନାୟିତ ଗଦ୍ୟ ସଙ୍ଗୀତ। ନହେଲେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ହଂସ ସଙ୍ଗୀତ ନାମକ ଶୀର୍ଷକ ଗପ ଲେଖି ନଥାନ୍ତେ। ଏଠି ସଙ୍ଗୀତର ମାନେ ଜୀବନର ଆତ୍ମିକ ହଂସର ଇଙ୍ଗିତାତ୍ମକ ବର୍ଣ୍ଣନା ବା ବିବରଣୀ। ମାଙ୍କଡ଼ ଦିଆସୀର ଅର୍ଥ ମାଙ୍କଡ଼ର ଭବିଷ୍ୟତ ପ୍ରବକ୍ତା ଜନିତ ବାଣୀ। ମାଙ୍କଡ଼ ନଚା ଖେଳରୁ ଶୁଆ ନଚା ଖେଳରୁ ଦର୍ଶକ ଦ୍ରଷ୍ଟା ଏହା ଦେଖିକି ଅନୁଭୂତିରେ ଆଣିଅଛି। ଅଧିକ ବୁଝାଇ କହିବାର ଦରକାର ନାହିଁ। ମାଙ୍କଡ଼ ନଚା ଖେଳର ଦେଖିଥିବା ବାସ୍ତବ ପ୍ରକୃତ ମାର୍ମିକ ଅଭିଜ୍ଞତାରୁ ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ର ଏହି ଗଳ୍ପଟିକୁ ରଚିତ କରିଯାଇଅଛନ୍ତି। କାରଣ ଗଳ୍ପରେ ମାଙ୍କଡ଼ ନଚାଳି ଲତା ମିଆଁ ଓରଫ ଅବଦୁଲ ଲତିଫ ଚରିତ୍ରରୁ ଏବଂ ସେ ନିଜେ ହନୁ ମାଙ୍କଡ଼କୁ ଦର୍ଶକ ସମ୍ମୁଖରେ ନଚାଉଥିବା ସମୟରେ ଗାଉଥିବା ବିଭିନ୍ନ ଗୀତରୁ ଉଲ୍ଲେଖ କରଣରୁ ଗାଳ୍ପିକଙ୍କର ଅନୁଭୂତିକ ବାସ୍ତବତା, ତାହାର ତୀବ୍ରତା ସହଜରେ ପାଠକ ପଢ଼ିଥିଲେ ଜାଣିପାରିଅଛି। ଗଳ୍ପଟିକୁ ମୁଁ ଅନେକ ଥର ପଢ଼ିଅଛି। ତାର ଅଙ୍ଗିରସ କରୁଣ ରସାତ୍ମକତା ତଥା ଗାଳ୍ପିକଙ୍କ ବର୍ଣ୍ଣନାଗତ ଚମତ୍କାରିତା ମୋତେ ଗଳ୍ପ ପ୍ରତି ଅଶେଷ ଆଗ୍ରହ ଏବଂ ମମତା ଜାଗ୍ରତ କରିଅଛି। ଏ ଗଳ୍ପଟିକୁ ମୁଁ ପ୍ରଥମେ କାହାଣୀ ଆମ ସମୟର ନାମକ ଗଳ୍ପ ସଂକଳନରୁ ପଢ଼ିଥିଲି। ସାଧାରଣତଃ କୁହାଯାଇଥାଏ କି ଘଟଣା ପ୍ରଧାନ, ଚରିତ୍ର ପ୍ରଧାନ ଏବଂ ଭାବ ପ୍ରଧାନ ର ଗଳ୍ପର 3ଟି
ବିଭାଗ ଅଛି, ପ୍ରକାରଭେଦ ଅଛି, କିନ୍ତୁ ସବୁ ଗଳ୍ପରେ ଘଟଣା, ଚରିତ୍ର ଏବଂ ଭାବ ମିଶିକି ଥାଏ। କାରଣ ଏସବୁ ଗଳ୍ପର ଅପରିହାର୍ଯ୍ୟ ଉପାଦାନ, ନହେଲେ ଗଳ୍ପ ଲେଖାଯାଇ ପାରିବ ନାହିଁ। ତଥାପି ମାତ୍ରାର ଆଧିକ୍ୟକୁ ଦେଖି ବିଭାଗୀକରଣ ଏବଂ ନାମିତକରଣ ପ୍ରଦତ୍ତ ହୋଇଥାନ୍ତି। ମାଙ୍କଡ଼ ଦିଆସି ନାମକରଣ ଦୃଷ୍ଟିରୁ ଦେଖିଲେ ଚରିତ୍ର ପ୍ରଧାନ। ମାଙ୍କଡ଼ ଗଳ୍ପର ମୁଖ୍ୟ ଚରିତ୍ର। ଗଳ୍ପରେ ଏହାର ବିଶେଷ ଭୂମିକା ରହିଛି। ମାଙ୍କଡ଼ ଚରିତ୍ରକୁ ଘେରି ମାଙ୍କଡ଼ ନଚାଳି ମୁସଲମାନ ଧର୍ମୀୟ ଲୋକ ଲତା ମିଆଁ ଓରଫ ଅବଦୁଲ ଲତିଫ ଏବଂ ତାର ସ୍ତ୍ରୀ ବିବି ଜୈତୁନ ଗୌଣ ଚରିତ୍ର ହୋଇ ରହିଛନ୍ତି। ଗଳ୍ପର କଥାବସ୍ତୁ ଖୁବ୍ ସୀମିତ। ମାଙ୍କଡ଼ ନଚାର ଦୃଶ୍ୟ ଓ ତତ୍କାଳୀନ ଲତାର ଗୀତ ଗାଇବାର ବିଭିନ୍ନତାରେ ଗଳ୍ପର ଅଧିକାଂଶ ଭାଗ ଲମ୍ବିଛି। ଲତା ମିଆଁ ଓରଫ ଅବଦୁଲ ଲତିଫ ମାଙ୍କଡ଼ ନଚାଇ ପେଟ ପୋଷେ। ଏଥିପାଇଁ ସେ ଗାଁ ଗାଁ ବୁଲେ, ବାହାରେ ରୁହେ। ମାସେ 15 ଦିନରେ ଥରେ ଘରକୁ ଫେରେ। ଘରେ ବିବି ଜୈତୁନ ସ୍ୱାମୀ ଲତାର ଅନୁପସ୍ଥିତିରେ ପରପୁରୁଷ ସହିତ ପରକୀୟା ପ୍ରୀତି କରେ। ଦୁଇଟି ନିହିତ ବା ରହିଥିବା କାରଣ ହେଲା ସ୍ୱାମୀ ସର୍ବଦା ତାର ପାଖରେ ନ ରହିବା ଏବଂ ସ୍ୱାମୀର ସୀମିତ ବାରବୁଲା ଛତରା ଜୀବନ। କୈନ୍ଦ୍ରିକ ପେଶାରେ ଜୈତୁନ ସନ୍ତୁଷ୍ଟ ପରିତୃପ୍ତ ନଥିଲା। ମଣିଷର ଭିତର ରହିଥିବା ମନକୁ ଚିହ୍ନିବା ସହଜ କଥା ନୁହେଁ, ମୁସ୍କିଲ। ନାରୀ ପୁଣି ଅର୍ଥ ପ୍ରାଚୁର୍ଯ୍ୟ, ସୁନା, ଶାଢ଼ୀ, ଗହଣା ଚାହେଁ। ଲତା ଦେଇ ନ ପାରିବାରୁ ଜୈତୁନ ମନରେ କ୍ଷୋଭ ରହିଥିଲା ଏବଂ ଜୈତୁନ ପରକୀୟା ବେଶ୍ୟାପ୍ରୀତି ଲୁଚି ଲୁଚି ସ୍ୱାମୀର ଅଗୋଚରରେ ଅନୁପସ୍ଥିତିରେ କରି ସ୍ୱାମୀକୁ ନ ଜଣାଇ ଘରର ଦାଣ୍ଡ ଦୁଆର ମୁହଁରେ କେବଳ ଶିକୁଳି ଦେଇ ନିଖୋଜ ହୋଇଯାଇଥିଲା। ଲତା ଫେରି ଶୂନ୍ୟ ଘରେ ପ୍ରାଣର ପ୍ରିୟା ବିବି ସ୍ତ୍ରୀକୁ ନ ପାଇ ବହୁତ ମନ ଦୁଃଖ କରିଛି। ଦଉଡ଼ିଆ ଖଟରେ ଉପର ମୁହାଁ ଚିତ୍ ହୋଇ ଶୋଇ ମାଙ୍କଡ଼କୁ ଛାତି ଉପରେ ଶୁଆଇ ଅନେକ କାନ୍ଦିଛି। ସ୍ତ୍ରୀକୁ ମନେ ପକାଇ ବିଳାପ କରିଛି। ମାଙ୍କଡ଼ ଲତା ମିଆଁର ଦାଢ଼ିର ବାଳ ଜଙ୍ଗଲରେ ମୁହଁ ଲୁଚାଇବା ସ୍ଥିତିରେ ଲତା ତା ସହିତ ଦୁଃଖର ଭାବ ବିନିମୟ କରିଛି। ଗୁଆ ରଖି ମାଙ୍କଡ଼କୁ ପଚାରିଛି, ଆରେ ବନ୍ଦର, ବୋଲ ଜୈତୁନ ଆଏଗି କି ନାହିଁ, ବତା। ମାଙ୍କଡ଼ ଗୋଟିଏ ପଟର ଗୁଆ ଧରିଛି। ସେଇଟା ଥିଲା ଜୈତୁନ ବିବି ଆଉ ଫେରିବ ନାହିଁ। ତଥାପି ଲତା ମନର ନିସଙ୍ଗ ଦୁଃଖିତ ମନକୁ ପ୍ରବୋଧନା ଦେଇ ବୁଝାଇ ନିଜକୁ ନିଜେ କହିଛି, ଜୈତୁନ ଆଏଗି ମଗର ଢେର ହୈ। ଲତାର ଦାରିଦ୍ର୍ୟ, ଅକପଟ ନିର୍ମଳ ଭଲ ପାଇବା ବିବି ତାର ବିଶ୍ୱାସଘାତକତା କରି ଆଡ଼େଇ ଦେଇଛି। ଗଳ୍ପଟି ହୃଦୟସ୍ପର୍ଶୀ, କରୁଣ ରସରେ ମାର୍ମିକ ଥିବାରୁ ଅନେକ ପାଠକଙ୍କୁ ଭଲ ଲାଗିଥିବାରୁ ସେମାନେ ତାଙ୍କର ନିଜ ନିଜ ସମ୍ପାଦିତ ସଂକଳନରେ ସ୍ଥାନ ଦେଇଛନ୍ତି ଏବଂ ପାଠକୀୟ ଆଦର ଦେଖାଇଛନ୍ତି।